ସମୟ ଓ ପରିସ୍ଥିତି ଆମକୁ ନୀରବ କରିଦେଇଛି। ଗୋଟିଏ ନିର୍ଦ୍ଦିଷ୍ଟ ସମୟରେ ଆମେ ବି ବହୁତ ଉତ୍ପାତ ହେଉଥିଲୁ। ଯେତେବେଳେ ଏହି ସମାଜକୁ ଚିହ୍ନିବାକୁ ଲାଗିଲୁ, ସେତେବେଳେ ଆମେ ପ୍ରତ୍ୟେକ ପରିସ୍ଥିତିରେ ନୀରବ ଓ ବିନମ୍ର ରହିବାକୁ ଭଲ ପାଇଲୁ। ଆଉ ଆମେ ମନ ଆନନ୍ଦରେ ବଞ୍ଚିଲୁ। ୟା ଭିତରେ ବହୁତ କିଛି ଶିଖିଲୁ, ବହୁତ କିଛି ଦେଖିଲୁ। କୋଟିପତିଙ୍କୁ ଦରିଦ୍ର ଅବସ୍ଥାରେ ଦେଖିଲୁ, ଦରିଦ୍ରକୁ କୋଟିପତି ଅବସ୍ଥାରେ ଦେଖିଲୁ। ମୂର୍ଖକୁ ପଣ୍ଡିତ ହେବାର ଦେଖିଲୁ, ପଣ୍ଡିତର ମୂର୍ଖ ଆଚରଣ ବି ଦେଖିଲୁ। ଗୁଣ୍ଡା ମାଡ଼ ମାରିବାର ଦେଖିଲୁ, ଗୁଣ୍ଡା ମାଡ଼ ଖାଇବାର ବି ଦେଖିଲୁ। ସଂଘ ବଳର ଅହଙ୍କାର ବି ଦେଖିଲୁ, ସଂଘ ବଳ ଭାଙ୍ଗି ଗୁଣ୍ଡ ହେବାର ବି ଦେଖିଲୁ। ଦୀର୍ଘ ବର୍ଷର ପ୍ରେମିକ ପ୍ରେମିକାଙ୍କ ବିବାହ ଦେଖିଲୁ, ଦୀର୍ଘ ବର୍ଷର ଦମ୍ପତିଙ୍କ ଛାଡ଼ପତ୍ର ହେବାର ଦେଖିଲୁ। ଅନ୍ୟ କାହାର ପ୍ରେମିକାକୁ ଆଉ କାହାର ସ୍ତ୍ରୀ ରୂପରେ ଦେଖିଲୁ, ଅନ୍ୟ କାହାର ସ୍ତ୍ରୀକୁ ଆଉ କାହାର ପ୍ରେମିକା ରୂପରେ ଦେଖିଲୁ। ଏମିତି ବହୁତ କିଛି ଦେଖିବା ପରେ ମନକୁ ଗୋଟିଏ ଭାବନା ଆସିଲା, ମଣିଷ ଜୀବନରେ ଯାହା ଘଟୁଛି ସବୁ କ୍ଷଣକ ଦୁଃଖ କିମ୍ବା କ୍ଷଣକ ସୁଖ ପାଇଁ। ବର୍ତ୍ତମାନକୁ ଆମେ ବଞ୍ଚିବା କାହା ବଳରେ କିମ୍ବା କାହା ଭରସାରେ ବାଟ ଚାଲିବା ନାହିଁ। ଭବିଷ୍ୟତକୁ ଭାବି ଖୁସି ହେବାନି କି ଅତୀତକୁ ଭାବି ଦୁଃଖ କରିବାନି।